ସୁଭଦ୍ରା ଯୋଜନାର ନୂଆ ହିତାଧିକାରୀମାନଙ୍କର ଆବେଦନ ଗତକାଲିଠାରୁ ଯାହାକି ଆରମ୍ଭ ହୋଇସାରିଛି। ତେଣୁ ଯେଉଁମାନେ ବର୍ତ୍ତମାନ 2026-27 ଆର୍ଥିକ ବର୍ଷ ପାଇଁ ସୁଭଦ୍ରା ଯୋଜନାରେ ରେଜିଷ୍ଟ୍ରେସନ କରିବା ପାଇଁ ଯାଉଛନ୍ତି ବା ଆପଣମାନଙ୍କ ବୟସ ଯଦି ବର୍ତ୍ତମାନ 21ରୁ 60 ବର୍ଷ ମଧ୍ୟରେ ରହିଛି, ତାହେଲେ ଆପଣମାନେ ସୁଭଦ୍ରା ଯୋଜନାର ଅନଲାଇନ୍ ଆବେଦନରେ ସାମିଲ ହୋଇପାରିବେ ଏବଂ ଏହି ଆବେଦନ ପ୍ରକ୍ରିୟା ଆସନ୍ତା 30 ଏପ୍ରିଲ ପର୍ଯ୍ୟନ୍ତ ଚାଲୁ ରହିବ। ତ ଯେତେବେଳେ ଆପଣମାନେ ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଯାଉଛନ୍ତି, ତ ଆପଣମାନଙ୍କୁ ସର୍ବପ୍ରଥମେ ସୁଭଦ୍ରା ଯୋଜନାର ଫର୍ମଟି ଫିଲ୍ଅପ୍ କରିବା ପାଇଁ ପଡ଼ିବ। କାରଣ ଦେଖନ୍ତୁ, ଯେତେବେଳେ ଆପଣମାନେ ଆବେଦନ କରିବେ, ଯୋଉଟା କି ସିଏସସି ସେଣ୍ଟର ବା ମୋ ସେବା କେନ୍ଦ୍ରରେ ଆପଣମାନଙ୍କର ଆବେଦନ ହେଉଛି, ଆବେଦନ ପୂର୍ବରୁ ଯେଉଁ ସୁଭଦ୍ରା ଯୋଜନାର ନୂଆ ଫର୍ମ ରହିଛି, ସେଇ ଫର୍ମକୁ ଆପଣମାନଙ୍କୁ ସଠିକ ଭାବରେ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ତେଣୁ ଆପଣମାନଙ୍କର ବହୁତ ସାରା କମେଣ୍ଟ ଥିଲା ଯେ ସୁଭଦ୍ରା ଯୋଜନାରେ ଫର୍ମ ଆପଣମାନେ କେମିତି ଫିଲ୍ଅପ୍ କରିବେ। ଯଦି ଆପଣମାନଙ୍କର ସୁଭଦ୍ରା ଯୋଜନାରେ ଫର୍ମ ଆବେଦନ କରିବା ସମୟରେ କିଛି ତ୍ରୁଟି ରହୁଛି, ତାହେଲେ ଆପଣମାନେ ସୁଭଦ୍ରା ଯୋଜନା ପାଇବାରୁ ବଞ୍ଚିତ ମଧ୍ୟ ହୋଇପାରନ୍ତି। ତେଣୁ ସବୁ କିଛି ଡିଟେଲ୍ସ ଆଜିର ଏହି ଭିଡ଼ିଓରେ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲରେ ସେଟ୍ କରିଦେବେ। ଦେଖନ୍ତୁ, ସୁଭଦ୍ରା ଯୋଜନାର ଯେଉଁ ନୂଆ ଆବେଦନ ହେଉଛି, ଏଥିରେ ଆପଣମାନଙ୍କର ଏଲିଜିବୁଲ କ୍ରାଇଟେରିଆ ବିଷୟରେ ମୁଁ ଗୋଟେ ଭିଡ଼ିଓ ମଧ୍ୟ ଡିଟେଲ୍ସ ସେୟାର କରିଦେଇଥିଲି। ତେଣୁ ଗୋଟିଏ ମ୍ୟାକ୍ସିମମ୍ କମେଣ୍ଟ ଆପଣମାନଙ୍କର ରହୁଛି ଏଜ୍କୁ ନେଇ, ଯେ ଆମର ଏଜ୍ ଗ୍ରୁପ୍ କେତେ ହେବା ଦରକାର। ଦେଖନ୍ତୁ, ଏଠି କ୍ଲିୟରଲି ମେନସନ୍ କରାଯାଇଛି, ଯଦି ଆପଣମାନଙ୍କ ବୟସ 2 ଏପ୍ରିଲ 1966 ରୁ 1 ଏପ୍ରିଲ 2005 ମଧ୍ୟରେ ଅଛି, ତାହେଲେ ଆପଣମାନେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ। ଏହା ପରେ ଯେଉଁମାନଙ୍କର ଜନ୍ମ ତାରିଖ ଅଛି, ତାହେଲେ ସେମାନେ ଆବେଦନ କରିପାରିବେ ନାହିଁ। ଏଇଟା ମୁଁ ଆପଣମାନଙ୍କୁ କ୍ଲିୟରଲି ପୂର୍ବରୁ ମଧ୍ୟ କହିସାରିଛି। ତେଣୁ ଏହି ବିଷୟରେ ଆଉ କାହାର ମଧ୍ୟ ଡାଉଟ୍ ରହିବ ନାହିଁ। ଯଦି ଆପଣମାନଙ୍କ ବୟସ ଅର୍ଥାତ୍ ଆପଣଙ୍କର ଜନ୍ମ ତାରିଖ 1 ଏପ୍ରିଲ 2005 ପୂର୍ବରୁ, ତାହେଲେ ଯାଇ ଆପଣମାନଙ୍କର ଏଠି ଆବେଦନ କରିପାରିବେ। ତାପରେ ଯେଉଁମାନଙ୍କର ରହିଛି ସେମାନେ ଆବେଦନ କରିପାରିବେ ନାହିଁ। ଏଇଟା ଗଲା ତାର ଡିଟେଲ୍ସ। ଏବେ ଦେଖନ୍ତୁ, ଯେଉଁ ଫର୍ମଟି ଆପଣମାନଙ୍କୁ ମିଳୁଛି, ତ ସେଇ ଫର୍ମ ଆପଣମାନେ କେମିତି ଫିଲ୍ଅପ୍ କରିବେ। ତ ଦେଖିପାରୁଥିବେ, ଏଇଟା ଆପଣମାନଙ୍କ ସାମ୍ନାରେ ରହିଛି ସୁଭଦ୍ରା ଯୋଜନାର ଫର୍ମ, ଯୋଉଟା କି ଆପଣମାନେ 2026-27 ଆର୍ଥିକ ବର୍ଷ ନିମନ୍ତେ ଦେଖିପାରୁଥିବେ। ତେଣୁ ପୁରୁଣା ଫର୍ମ କେହି ଆପଣମାନେ ଦେବେ ନାହିଁ, କିମ୍ବା ଏଇ ନୂଆ ଫର୍ମ ଯଦି ଆପଣମାନେ ଆଣୁଛନ୍ତି, ଏହା ପାଇଁ କୌଣସି ଟଙ୍କା ଆପଣମାନେ କାହାକୁ ଦେବେ ନାହିଁ। ଏଇଟା ଆପଣମାନଙ୍କର ମାଗଣାରେ ଆପଣମାନଙ୍କର ଅଙ୍ଗନବାଡି କର୍ମୀଙ୍କ ପାଖରେ ମିଳିଯିବ। ତେଣୁ ତାଙ୍କ ପାଖରୁ ଏହି ଫର୍ମ ଆପଣମାନେ ସଂଗ୍ରହ କରନ୍ତୁ। ତାପରେ ଦେଖନ୍ତୁ, ଫର୍ମ ସଂଗ୍ରହ କରିସାରିଲା ପରେ ସବୁଠାରୁ ଇମ୍ପୋର୍ଟାଣ୍ଟ ଯୋଉଟା କି ଆପଣମାନେ ଫର୍ମ ଫିଲ୍ଅପ୍ କରିବେ। ବହୁତ ଜଣଙ୍କର କ'ଣ ହେଇଛି, ବା ବହୁତ ଜଣ ମେସେଜ କରୁଛନ୍ତି ଯେ ଆମର ମ୍ୟାରେଜ ବର୍ତ୍ତମାନ ହେଇଛି, କିନ୍ତୁ ଆଧାର କାର୍ଡରେ ଆମର ବର୍ତ୍ତମାନ ଯାହାକି ଶାଶୁ ଘରର ଡିଟେଲ୍ସ ନାହିଁ, ତାହେଲେ ଏଠି ଆମେ କ'ଣ ଦେବା। ଦେଖନ୍ତୁ, ଏଠି ଆପଣମାନେ ଫର୍ମ ଆବେଦନ କରିବା ପୂର୍ବରୁ ମନେ ରଖନ୍ତୁ, ଯାହା ବି ଡିଟେଲ୍ସ ଆପଣମାନେ ଦେବେ, ଆପଣମାନଙ୍କର ଆଧାର ଅନୁସାରେ ଦେବା ପାଇଁ ପଡ଼ିବ। ଯଦି ଆଧାରରେ ଆପଣମାନଙ୍କର ବାପ ଘର ନାମ ଅଛି, ତାହେଲେ ସେଇ ନାମରେ ଆପଣମାନେ ଆବେଦନ କରନ୍ତୁ। ନହେଲେ ଆପଣମାନେ ଯଦି ଅଲଗା ନାଁରେ ଆବେଦନ କରିବେ, ସେଇଟା ଆପଣମାନଙ୍କର ରିଜେକ୍ଟ ହେଇଯିବ। এই কথা ମଧ୍ୟ ମନେ ରଖିବେ। ତେଣୁ ଆଧାର ଅନୁସାରେ ଆପଣମାନଙ୍କର ନାମ ଯୋଉଟାକି ଲେଖିବେ, ଏଇଟା ଓଡ଼ିଆରେ ଲେଖିବେ ନା ଇଂଲିଶରେ ଲେଖିବେ ତା ମଧ୍ୟ କହିଦେଉଛି। ସେମିତି କିଛି ନାହିଁ, ଆପଣମାନେ ଚାହିଁଲେ ଓଡ଼ିଆରେ ଲେଖିପାରିବେ, ନହେଲେ ଆପଣମାନେ ଚାହିଁଲେ ଇଂଲିଶରେ ମଧ୍ୟ ଲେଖିପାରିବେ। ଯେଉଁଥିରେ ଆପଣମାନେ କମ୍ଫର୍ଟେବୁଲ ଅଛନ୍ତି, ସେଇଥିରେ ଆପଣମାନେ ଲେଖନ୍ତୁ। ତାପରେ ଦେଖନ୍ତୁ, ଆଧାର ସଂଖ୍ୟା ଦେବେ, ଅର୍ଥାତ୍ ଆପଣଙ୍କର ଆଧାର କାର୍ଡ ନମ୍ବର ଦେବେ। ତାପରେ ଦେଖନ୍ତୁ, ଏଇଠି ମଧ୍ୟ ଗୋଟେ କନଫ୍ୟୁଜନ ଯେ ଆମେ ସ୍ୱାମୀଙ୍କ ନାମ ଦେବୁ କି ବାପାଙ୍କ ନାମ ଦେବୁ। ଦେଖନ୍ତୁ, ଆଧାର କାର୍ଡରେ ଯଦି ଆପଣମାନଙ୍କର କେୟାର ବାପା ଅଛନ୍ତି, ତାହେଲେ ବାପାଙ୍କ ନାମ ଦେବେ। ଯଦି ଆଧାର କାର୍ଡରେ ଆପଣମାନଙ୍କର କେୟାର ସ୍ୱାମୀ ଅଛନ୍ତି, ତାହେଲେ ସ୍ୱାମୀଙ୍କର ନାଁ ଦେବେ। ତେଣୁ ଯାହା ବି ଦେବେ, ଆପଣମାନଙ୍କର ଆଧାର କାର୍ଡ ଡିଟେଲ୍ସ ଅନୁସାରେ ଏଠି ଆପଣମାନେ ଦେବେ। ତାପରେ ଦେଖନ୍ତୁ, ରହିଲା ଜନ୍ମ ତାରିଖ। ଜନ୍ମ ତାରିଖ ଆପଣମାନଙ୍କର ପ୍ରଥମ ରହିବ ଦିନ, ଆପଣମାନଙ୍କର ମାସ, ତାପରେ ବର୍ଷ, ଏଇଟା ଦେବେ। ତାପରେ ରହିଛି ବର୍ଗ, ଆପଣମାନେ ସାଧାରଣ ବର୍ଗ ଅର୍ଥାତ୍ ୟୁଆର କ୍ୟାଟେଗୋରୀ ବା ଏସସି ଏସଟି ଯାହା ବି କ୍ୟାଟେଗୋରୀ ଆପଣମାନେ ବିଲଙ୍ଗସ୍ କରୁଛନ୍ତି, ସେଠି ଆପଣମାନେ ଦେବେ। ଯଦି ଆପଣମାନେ ଏସସି ଏସଟି ହେଇଥିବେ ବା ଏସସି ଏସଟି ମା ମାନେ ଏଠି ତାଙ୍କର ସିଲେକ୍ଟ କରିବେ। ଯେଉଁମାନେ ଓବିସି ଏବଂ ଜେନେରାଲ ଏସସିବିସି ରେ ଯାଉଛନ୍ତି, ସେମାନେ ସାଧାରଣ ଅପସନରେ କ୍ଲିକ୍ କରିବେ। ତାପରେ ଦେଖନ୍ତୁ, 6 ନମ୍ବର ଅପସନ ରହିଛି ଶାରୀରିକ ଭିନ୍ନକ୍ଷମ। ଯଦି ଆପଣମାନେ ହ୍ୟାଣ୍ଡିକ୍ୟାପ୍ଡ ଅଛନ୍ତି, ତାହେଲେ ଏଠି ୟେସ୍ ଦେବେ, ନହେଲେ ନୋ ଅପସନରେ ଆପଣମାନେ କ୍ଲିକ୍ କରିବେ। ତାପରେ ଆସିଲା 7 ନମ୍ବର, ଯୋଉଟା କି ମୋଷ୍ଟ ଇମ୍ପୋର୍ଟାଣ୍ଟ। ମୁଁ ପୂର୍ବରୁ ମଧ୍ୟ ଆପଣମାନଙ୍କୁ କହିଥିଲି ଯେ ଆପଣମାନଙ୍କର ଆଧାର କାର୍ଡରେ ମୋବାଇଲ ନମ୍ବର ଯଦି ଲିଙ୍କ ନାହିଁ, ତାହେଲେ ସୁଭଦ୍ରା ଯୋଜନାର ଆବେଦନ କରିବା ପୂର୍ବରୁ ଆଧାର କାର୍ଡ ସହିତ ମୋବାଇଲ ନମ୍ବର ନିହାତି ଲିଙ୍କ କରନ୍ତୁ। ତେଣୁ ଆଧାର କାର୍ଡ ସହିତ ଯେଉଁ ମୋବାଇଲ ନମ୍ବରଟି ଲିଙ୍କ ଅଛି, ସେଇଟା ଆପଣମାନେ ଦେବେ। ଏବଂ ବିକଳ୍ପ ନମ୍ବର ହିସାବରେ ଆପଣମାନେ ଚାହିଁଲେ ଗୋଟେ ନମ୍ବର ଦେଇପାରିବେ, ନଦେଲେ ମଧ୍ୟ କିଛି ପ୍ରୋବ୍ଲେମ ନାହିଁ। ତାପରେ ଆସିଲା ଜିଲ୍ଲା, ଆପଣମାନେ ନିଜର ଜିଲ୍ଲା ଲେଖିବେ। ଏବଂ ଯେଉଁମାନେ ଗ୍ରାମାଞ୍ଚଳରୁ ଆପ୍ଲାଏ କରୁଛନ୍ତି, ସେମାନେ ନିଜର ଗ୍ରାମର ନାମ, ଗ୍ରାମ ପଞ୍ଚାୟତର ନାମ ଏବଂ ବ୍ଲକର ନାମ ଲେଖିବେ। ଯଦି ଆପଣମାନେ ମ୍ୟୁନିସିପାଲିଟି ଏରିଆ ବା ସହରାଞ୍ଚଳରୁ ଆବେଦନ କରୁଛନ୍ତି, ତାହେଲେ ଏଠି ଆପଣମାନଙ୍କର ୱାର୍ଡ ନମ୍ବର ଦେବେ।
ତାପରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ନାମ ଦେବେ ବା ସହର ବା ନଗରର ନାମ ଡିଟେଲ୍ସ ଦେବେ। ଦେଇ ସାରିଲା ପରେ ଏଠି ଆସିଲା ଘୋଷଣାନାମା। ଘୋଷଣାନାମା ଅର୍ଥ ଆପଣମାନଙ୍କର କୋଉ ନିୟମରେ ଆପଣମାନେ ସୁଭଦ୍ରା ଯୋଜନା ପାଇପାରିବେ ତାର ଡିଟେଲ୍ସ ଆପଣମାନଙ୍କୁ ଏଠି ସଠିକ ଭାବରେ ଟିକ୍ କରିବା ପାଇଁ ପଡିବ। ଯୋଉଥିରେ କି ରହିଛି ଦେଖନ୍ତୁ ଆମର ଓଡ଼ିଶାରେ ବାସିନ୍ଦା ଅଟୁ, ଆମର 1 ଏପ୍ରିଲ 2026 ସୁଦ୍ଧା ବୟସ 21 ରୁ 60 ବର୍ଷ ମଧ୍ୟରେ ରହିଛି, ଆମେ କୌଣସି ସରକାରୀ ସହାୟତା 1500 ଟଙ୍କା ଯେମିତିକି ସ୍କଲାରସିପ୍ ବା ଅନ୍ୟ କୌଣସି ସରକାରୀ ସହାୟତା ପାଉନାହୁଁ। ବହୁତ ସାରା ଆମର ଭଉଣୀ ମାନେ ମେସେଜ କରୁଥିଲେ ଯୋଉମାନେ କି ବର୍ତ୍ତମାନ +3 ବା କୌଣସି ଗୋଟେ ପିଜି କରୁଛନ୍ତି, ସେମାନଙ୍କର ଗୋଟେ ମେସେଜ ଥିଲା ଯେ ଆମେ ସ୍କଲାରସିପ୍ ପାଉଛୁ ଆବେଦନ କରିବୁ କି ନାହିଁ। ଦେଖନ୍ତୁ ଆପଣ ମାନେ ଆବେଦନ କରିପାରିବେ, କିନ୍ତୁ ମିଳିବା କି ନ ମିଳିବା କଥାଟା ପର କଥା, କାରଣ ବହୁତ ଜଣ ପିଲା ଆବେଦନ କରିଛନ୍ତି ସେମାନଙ୍କୁ ମିଳୁଛି, ଆଉ କିଛି ପିଲା ଯୋଉମାନେ କି ଅଲରେଡି ପାଠପଢା ସରେଇ ସାରିଛନ୍ତି କିନ୍ତୁ ପୂର୍ବରୁ ଯୋଉ ସ୍କଲାରସିପ୍ ମିଳୁଥିଲା ସେଇ ହିସାବରେ ମଧ୍ୟ ସେମାନଙ୍କୁ କଟି ଦିଆଯାଉଛି। ତେଣୁ ଆପଣମାନେ ଏଠି ଆବେଦନ କରିଦେବାଟା ହିଁ ସବୁଠୁ ବେଷ୍ଟ ଉପାୟ। ଯଦି ଆପଣମାନେ ସ୍କଲାରସିପ୍ ପାଉଛନ୍ତି ହୁଏତ କାଟିଯିବ, ଯଦି ସ୍କଲାରସିପ୍ ପାଉନାହାନ୍ତି ତାହେଲେ ଆପଣମାନଙ୍କୁ ଏଥିରେ ସାମିଲ କରାଯିବ। ଏହା ସହିତ ଅନ୍ୟାନ୍ୟ ଡିଟେଲ୍ସ ଦେଖିପାରୁଥିବେ, ସବୁ କିଛି ଆପଣମାନେ ଏଟା ପଢିପାରିବେ ଯୋଉଟା କି ଆପଣମାନଙ୍କର ସୁଭଦ୍ରା ଯୋଜନାର ଏଲିଜିବୁଲ କ୍ରାଇଟେରିଆ ବିଷୟରେ ଡିଟେଲ୍ସ ଦିଆଯାଇଛି। ସବୁ ଡିଟେଲ୍ସ ଦେଇ ସାରିଲା ପରେ ଏଠି ଦେଖନ୍ତୁ ଆମର ଯୋଉଟା କି ଲାଷ୍ଟ ଅପସନ, ଆପଣମାନଙ୍କର ସବୁ କିଛି ଡିଟେଲ୍ସ ଯୋଉ ଟଙ୍କା ଆପଣମାନଙ୍କୁ ମିଳିବ ସେଟା ଆଧାର କାର୍ଡରେ ଆପଣମାନଙ୍କର ସବୁ ଡିଟେଲ୍ସ ଠିକ ଅଛି ଏବଂ ନିଜର ଡିବିଟି ଆକାଉଣ୍ଟ ଗୋଟେ ଆପଣମାନଙ୍କ ପାଖରେ ଅଛି। ଦେଖନ୍ତୁ ପୁରୁଣା ଫର୍ମ ଯୋଉଟା କି ଥିଲା ସେଠି ଆପଣମାନଙ୍କୁ ବ୍ୟାଙ୍କର ଡିଟେଲ୍ସ ଲେଖିବା ପାଇଁ ପଡୁଥିଲା, କିନ୍ତୁ ନୂଆ ଫର୍ମରେ ଆପଣମାନଙ୍କର ସେ ଅପସନଟି ନାହିଁ। ଯେହେତୁ ଡିବିଟି ମୋଡରେ ଆପଣମାନଙ୍କର ଟଙ୍କା ମିଳିବ, ତେଣୁ ଡିବିଟି ହିସାବରେ ଆପଣମାନଙ୍କର ବ୍ୟାଙ୍କ ସହିତ ଆଧାର ଲିଙ୍କ ରହିବା ନିହାତି ଆବଶ୍ୟକ, ଯାହାଦ୍ୱାରା କି ଟଙ୍କା ଆପଣମାନଙ୍କର ଡିବିଟି ଆକାଉଣ୍ଟରେ ପଡିଯିବ। ସବୁ ଡିଟେଲ୍ସ ଦେଇ ସାରିଲା ପରେ ଏଠି ଆପଣମାନଙ୍କର ରହିଛି ଆବେଦନକାରୀଙ୍କ ଦସ୍ତଖତ, ଯଥା ଯିଏ ଆବେଦନ କରୁଛନ୍ତି, ଯୋଉ ମା ବା ଭଉଣୀ ମାନେ ଆବେଦନ କରୁଛନ୍ତି ତାଙ୍କର ଦସ୍ତଖତ କରିବେ ଏବଂ ଡେଟ୍ ଟି ଆପଣମାନେ ମେନସନ କରିବେ। ତ ଏଇ ଫର୍ମ ଫିଲଅପ କରିସାରିଲା ପରେ ଏଇ ଫର୍ମକୁ ନେଇ ଆପଣମାନଙ୍କୁ ଜନସେବା କେନ୍ଦ୍ରକୁ ଯିବା ପାଇଁ ପଡିବ। ଏବଂ ମନେ ରଖନ୍ତୁ ଯଦି ଆପଣମାନେ ଫିଜିକାଲି ଜନସେବା କେନ୍ଦ୍ରକୁ ଯାଉନାହାନ୍ତି ତାହେଲେ ଏଠି ଆବେଦନ ହେଇପାରିବ ନାହିଁ, ସେ କଥା ମଧ୍ୟ ମନେ ରଖନ୍ତୁ। ଏବଂ ବର୍ତ୍ତମାନ ଜନସେବା କେନ୍ଦ୍ର ଟିକେ ସର୍ଭର ସ୍ଲୋ ଅଛି, ଆପଣମାନେ ଆଉ 2-3 ଦିନ ପରେ ଯାଆନ୍ତୁ, ଫର୍ମଟି କଲେକ୍ଟ କରନ୍ତୁ, ଠିକ ଭାବରେ ଫିଲଅପ କରନ୍ତୁ, ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ କରନ୍ତୁ, ବ୍ୟାଙ୍କ ସହିତ ଡିବିଟି ଆକ୍ଟିଭ କରନ୍ତୁ, ତାପରେ ଯାଇକି ଅନଲାଇନ ସେଣ୍ଟରରେ ଆପଣମାନେ ଏଇଟା ଆବେଦନ କରିପାରିବେ। ତ ସେଠି ଆବେଦନ କରିବା ସମୟରେ ଆପଣମାନଙ୍କର କେୱାଇସି ର ଆବଶ୍ୟକତା ରହୁଛି, ଯୋଉଟା କି ଆପଣମାନଙ୍କର ବାୟୋମେଟ୍ରିକ ବେସିସରେ ସମସ୍ତ ସିଏସସି ବା ମୋ ସେବା କେନ୍ଦ୍ରର ଭାଇମାନେ କରୁଛନ୍ତି। ଆପଣମାନେ ନିକଟସ୍ଥ ସିଏସସି ସେଣ୍ଟରକୁ ଯାଇ ଏଇଟା ଆବେଦନ କରନ୍ତୁ। ତେଣୁ ଆଉ ମଧ୍ୟ ବହୁତ ଜଣଙ୍କର କମେଣ୍ଟ ଥିଲା ଯେ ଆମେ ଗାଁରେ ରହୁନାହୁଁ, ଆମର ଓଡ଼ିଶାରେ ଅନ୍ୟ ଏକ ଜାଗାରେ ରହୁଛୁ, ସେଠି ଆମେ ସିଏସସି ରେ ଆବେଦନ କରିପାରିବୁ କି ନାହିଁ। ଅଲ୍ ଓଡ଼ିଶାରେ ଆପଣମାନେ ଯୋଉଠି ବି ରହିଲେ ଆବେଦନ କରିପାରିବେ, କେବଳ ଆପଣମାନେ ଯୋଉମାନେ ଆବେଦନକାରୀ ଅଟନ୍ତି ସେମାନେ ଫିଜିକାଲି ଯାହାକି ସିଏସସି ସେଣ୍ଟର ବା ମୋ ସେବା କେନ୍ଦ୍ରକୁ ଯିବା ପାଇଁ ପଡିବ ଏବଂ ସେଠି ନିଜର ବାୟୋମେଟ୍ରିକ କେୱାଇସି କରିବା ପରେ ଆପଣମାନଙ୍କ ସୁଭଦ୍ରା ଯୋଜନାର ଆପ୍ଲାଏ ହେଇପାରିବ। ତେଣୁ ଆଶା କରୁଛି ଭିଡିଓଟି ଆପଣମାନଙ୍କୁ ନିହାତି ଇନଫର୍ମେଟିଭ ଲାଗିଥିବ। ତେଣୁ ଯୋଉ ମା ଭଉଣୀ ମାନଙ୍କର ବୟସ 21 ରୁ 60 ବର୍ଷ ମଧ୍ୟରେ ରହିଛି ଏବଂ ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଯାଉଛନ୍ତି, ସର୍ବପ୍ରଥମେ ଫର୍ମଟିକୁ ଭଲ ଭାବରେ ଫିଲଅପ କରନ୍ତୁ, ତାପରେ ନେଇ ସିଏସସି ସେଣ୍ଟରରେ ଅନଲାଇନରେ ଆବେଦନ କରନ୍ତୁ।